ଶ୍ରବଣ କୌଶଳ ଲିଜନିଂ ସ୍କିଲ୍ କର୍ଣ୍ଣଦ୍ୱୟ ମାଧ୍ୟମରେ ଧ୍ୱନି ଗ୍ରହଣ ପ୍ରକ୍ରିୟାକୁ ଶ୍ରବଣ କୌଶଳ କୁହାଯାଏ। ବକ୍ତାର କଥନକୁ ଅନ୍ୟମନସ୍କ ହୋଇ ଶବ୍ଦ ଗ୍ରହଣ କରିବାର ଦକ୍ଷତା ଉପରେ ଶ୍ରୋତାର ମାନସିକ ପ୍ରକ୍ରିୟା ନିର୍ଭର କରେ। ଶ୍ରବଣର ପରବର୍ତ୍ତୀ ପ୍ରକ୍ରିୟା ହେଲା ଅର୍ଥାବବୋଧାତ୍ମିକା ଶକ୍ତି। ଏହାଦ୍ୱାରା ଯଥାର୍ଥ ଭାବରେ ଅର୍ଥବୋଧ କାର୍ଯ୍ୟ ସମାହିତ ହୋଇଥାଏ। ବିଶେଷତଃ ଅର୍ଥାବବୋଧର ବାଧକ ରୂପେ ଶ୍ରୋତା ଓ ବକ୍ତା ଉଭୟ କାରଣ ଅଟନ୍ତି। ଶ୍ରବଣ କାର୍ଯ୍ୟ ପ୍ରଦୂଷିତ ହେଲେ ଶିକ୍ଷକଙ୍କର ଅଧ୍ୟାପନ ମୂଲ୍ୟାଙ୍କନ ହ୍ରାସ ତଥା ଛାତ୍ରଙ୍କ ଅଧ୍ୟୟନରେ ଭ୍ରମ ଦେଖାଯାଏ। ମୁଖ୍ୟତଃ ଶିକ୍ଷକଙ୍କ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଏ। ଶିକ୍ଷକଙ୍କର 1. ପାରିପାର୍ଶ୍ୱିକ ଅବସ୍ଥା 2. ଆଞ୍ଚଳିକ ପ୍ରଭାବ 3. ବାହ୍ୟ ଭାଷାର ପ୍ରଭାବ 4. ଶାରୀରିକ ଅକ୍ଷମତା 5. ପ୍ରଶିକ୍ଷଣର ଅଭାବ ବା କାରଣରୁ ତଥା ଛାତ୍ରର ଅଜ୍ଞାନତା ପାରିବାରିକ ଅବହେଳା କାରଣରୁ ପଠନ ଓ ପାଠନ କାର୍ଯ୍ୟରେ ଅନେକ ଭ୍ରମ ଦେଖାଯାଏ। ସୁତରାଂ ଶିକ୍ଷକ ଛାତ୍ରମାନଙ୍କ ସଂସ୍କୃତ ଭାଷାର ଉଚ୍ଚାରଣ ପରିଲକ୍ଷିତ ଶବ୍ଦାବଳୀର ପୁନଃ ନିରାକରଣ ଶିକ୍ଷକଙ୍କର ଶୁଦ୍ଧ ଉଚ୍ଚାରଣ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ଭାରସାମ୍ୟ ସୁରକ୍ଷା ପ୍ରଦର୍ଶିତ ଭ୍ରମର ସଂଶୋଧନ କରି ପ୍ରୟୋଗର ବାରମ୍ବାର ଅଭ୍ୟାସ କରିବା। ଧ୍ୱନିତତ୍ତ୍ୱ ବିଷୟରେ ଯଥୋଚିତ ଜ୍ଞାନର ଆହରଣ ଓ ବିତରଣ ତଥା ଯୁକ୍ତାକ୍ଷରର ସ୍ପଷ୍ଟ ଭାବେ ଉଚ୍ଚାରଣ ଫଳରେ ଛାତ୍ରର ଶ୍ରୁତି କଟୁ ହୁଏ ନାହିଁ ଏବଂ ଶ୍ରୁତି ବିଷୟରେ ଯଥାର୍ଥ ଜ୍ଞାନ ଲବ୍ଧ ହୁଏ। ମୁଖ୍ୟତଃ ସଂସ୍କୃତ ଶିକ୍ଷଣରେ କ, ହ୍ରସ୍ୱ, ଦୀର୍ଘ ଓ ପ୍ଲୁତ ବର୍ଣ୍ଣର ଯଥାର୍ଥ ଉଚ୍ଚାରଣ, ଖ ଅଳ୍ପପ୍ରାଣ ମହାପ୍ରାଣ ଆଦି ଭେଦର ଉଚ୍ଚାରଣ, ଗ ନାସିକା ଅନୁନାସିକ ଭେଦରେ ବର୍ଣ୍ଣ, ଘ ସଂଯୁକ୍ତ ବା ଅନୁସ୍ୱାର ବିସର୍ଗ ଆଦି ବର୍ଣ୍ଣର ସ୍ପଷ୍ଟ ଉକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଗଲେ ଛାତ୍ରଟି କ୍ରମଶଃ ଶୁଦ୍ଧ ଉଚ୍ଚାରଣ ପଠନ ଓ ଲେଖନ କାର୍ଯ୍ୟ କରିବାକୁ ସମର୍ଥ ହୁଏ। ଶ୍ରବଣ କୌଶଳ ପ୍ରକ୍ରିୟାର 2ଟି ମୁଖ୍ୟ ଅଙ୍ଗ ଯଥା ସାମାନ୍ୟ ଶ୍ରବଣ ଓ ଚୟନାତ୍ମକ ଶ୍ରବଣ।